ଏକ ସମୟର କଥା। ମନୋହର ଦାସ ନାମକ ଏକ ପରମ ଭକ୍ତ ଥିଲେ। ସେ ସଦା ପ୍ରଭୁଙ୍କ ଭକ୍ତିରେ ଲୀନ ରହୁଥିଲେ। ଏକଦିନ ସେ ମନେ ସଂକଳ୍ପ କଲେ ଯେ ସେ ଜଗନ୍ନାଥ ମନ୍ଦିରକୁ ଯାଇ ପ୍ରଭୁଙ୍କୁ ପଦ୍ମଫୁଲ ଅର୍ପଣ କରିବେ। ବାଟରେ ସେ ଏକ ସୁନ୍ଦର ପୋଖରୀ ଦେଖିଲେ। ସେଠାରେ ଅନେକ ପଦ୍ମଫୁଲ ଫୁଟିଥିଲା। ସେ ସେଠାରୁ କିଛି ପଦ୍ମଫୁଲ ତୁଳି ନେଲେ। ସେ ସେହି ଫୁଲଗୁଡ଼ିକୁ ପ୍ରଭୁଙ୍କୁ ଅର୍ପଣ କରିବା ପାଇଁ ନେଲେ। ମନ୍ଦିର ପହଞ୍ଚିବାକୁ କିଛି ଦିନ ଲାଗିଲା, ଯାହାଦ୍ୱାରା ଫୁଲଗୁଡ଼ିକ କଳା ପଡ଼ିଗଲା। ପୂଜାରୀ ସେହି ଫୁଲଗୁଡ଼ିକ ପ୍ରଭୁଙ୍କ ପାଇଁ ଅଯୋଗ୍ୟ ହୋଇସାରିଛି। ଏହା ଶୁଣି ମନୋହର ଦାସ ଦୁଃଖରେ ବସିପଡ଼ିଲେ। ସେ ଭାବିଲେ ଯେ ସେ ପ୍ରଭୁଙ୍କୁ ଅର୍ପଣ କରିପାରିବେ ନାହିଁ। ସେଇ ରାତିରେ ଗଜପତି ମହାରାଜାଙ୍କୁ ସ୍ୱପ୍ନ ହେଲା। ସ୍ୱପ୍ନରେ ସ୍ୱୟଂ ପ୍ରଭୁ ଜଗନ୍ନାଥ ପ୍ରକାଶିତ ହୋଇ କହିଲେ, ରାଜନ, ମୋର ଭକ୍ତ ମନୋହର ଦାସଙ୍କୁ ସାହାଯ୍ୟ କର। ସେ ଯେ ପଦ୍ମଫୁଲ ଆଣିଛନ୍ତି, ସେଗୁଡ଼ିକୁ ମୋ ପାଖରେ ଅର୍ପଣ କର। ସେଥିରେ ଥିବା ଭକ୍ତି ହିଁ ମୋର ସତ୍ୟ ଶୃଙ୍ଗାର। ସକାଳେ ରାଜା ତୁରନ୍ତ ମନୋହର ଦାସଙ୍କୁ ଡକାଇଲେ ଏବଂ ତାଙ୍କୁ କ୍ଷମା ମାଗିଲେ। ମନ୍ଦିରକୁ ଯାଇ ପୂଜାରୀମାନଙ୍କୁ ଆଦେଶ ଦେଲେ ଯେ ସେଇ ପଦ୍ମଫୁଲ ପ୍ରଭୁଙ୍କୁ ଅର୍ପଣ କରାଯାଉ। ତାପରେ ପ୍ରଭୁ ଜଗନ୍ନାଥ ସେହି ଫୁଲରେ ସ୍ୱୟଂ ଶୃଙ୍ଗାର ପାଇ କରି ପଦ୍ମବେଶ ପ୍ରକାଶ କଲେ। ସେହି ଦିନରୁ ପଦ୍ମବେଶର ପରମ୍ପରା ଆରମ୍ଭ ହେଲା। ଶିକ୍ଷା, ଭକ୍ତିରେ ସତ୍ୟତା ଥିଲେ ଭଗବାନ ସବୁକିଛି ଗ୍ରହଣ କରନ୍ତି। ସତ୍ୟଭକ୍ତି କେବେ ବ୍ୟର୍ଥ ଯାଏ ନାହିଁ। ଆପଣଙ୍କୁ ଯଦି ଏହି ଗପଟି ଭଲ ଲାଗିଥାଏ, ତେବେ ଲାଇକ୍, ଶେୟାର ଆଣ୍ଡ ସବସ୍କ୍ରାଇବ୍ କରନ୍ତୁ।